ବାପ ମା ଆଗ ନା ସ୍ତ୍ରୀ ଆଗ? ପ୍ରାୟ ଏଇ ପ୍ରଶ୍ନଟି ଆମ ସମାଜରେ ଉଠେ। ମୁଁ କିନ୍ତୁ କହିବି କେହି ଆଗ ନୁହେଁ କି କେହି ପଛ ନୁହେଁ। ସମସ୍ତେ ନିଜ ନିଜ ସ୍ଥାନରେ ଠିକ୍ ଥାଆନ୍ତି। ଆମେ ହିଁ ଉପର ନିଚେ କରୁ। ଜଣେ ଆପଣଙ୍କୁ ଦୁନିଆକୁ ଆଣିଛି, ଜଣେ ଆପଣଙ୍କ ପାଇଁ ଦୁନିଆ ଛାଡ଼ିକି ଆସିଛି, ଆଉ ଆପଣ ମଧ୍ୟ ଜଣକୁ ଏ ଦୁନିଆକୁ ଆଣିଛନ୍ତି। ଯିଏ ଆପଣଙ୍କୁ ଦୁନିଆକୁ ଆଣିଛି ସିଏ ହେଲେ ବାପ ମା, ଯିଏ ଆପଣଙ୍କ ପାଇଁ ଦୁନିଆ ଛାଡ଼ିକି ଆସିଛି ସିଏ ହେଲା ସ୍ତ୍ରୀ, ଯାହାକୁ ଆପଣ ଦୁନିଆକୁ ଆଣିଛନ୍ତି ସିଏ ଆପଣଙ୍କ ଛୁଆ। ଆପଣଙ୍କର କର୍ତ୍ତବ୍ୟ ସମସ୍ତଙ୍କ ପାଇଁ ସମାନ ରହିବା ଉଚିତ, ସମସ୍ତଙ୍କ ପାଇଁ ଭଲ ପାଇବା ସମାନ ରହିବା ଉଚିତ। କାହାକୁ ବି ଯଦି ଆପଣ ଟିକେ ଉପର ନିଚେ କରିଦେବେ ନା, ସେଇଠି ଡିଷ୍ଟର୍ବାନ୍ସଟା ଷ୍ଟାର୍ଟ ହେଇଯିବ। ତେଣୁ ଆମେ ସମସ୍ତେ ଚେଷ୍ଟା କରିବା ଉଚିତ କାହାକୁ ଉପରକୁ ଉଠାଇବାନି, କାହାକୁ ତଳକୁ ପକାଇବାନି। ବାପା ମାଆଙ୍କୁ ବାପା ମାଆଙ୍କ ସ୍ଥାନରେ ରଖି ତାଙ୍କୁ ଭଲ ପାଇବା, ତାଙ୍କ ପ୍ରତି ଥିବା କର୍ତ୍ତବ୍ୟ ଯେତିକି ଯାହା କରିବା କଥା ତାକୁ ଠିକ୍ ଭାବରେ କରିବା ଉଚିତ। ସ୍ତ୍ରୀ ପ୍ରତି ମଧ୍ୟ ଉପଯୁକ୍ତ ଭଲ ପାଇବା, ଉପଯୁକ୍ତ ସମ୍ମାନ ରହିବା ଉଚିତ ଏବଂ ନିଜ ଛୁଆମାନଙ୍କ ପ୍ରତି ମଧ୍ୟ ଉପଯୁକ୍ତ କର୍ତ୍ତବ୍ୟ କରିବା ନିହାତି ଦରକାର। ତାହେଲେ ଝାମେଲା ହେବନି, ପରିବାର ବିଶୃଙ୍ଖଳିତ ହେବନି ବୋଲି ମୁଁ ଭାବେ। ଆପଣମାନଙ୍କର ମତାମତ କ'ଣ? କମେଣ୍ଟ ମାଧ୍ୟମରେ ଜଣାଇବେ। ରହିଲି, ଜୟ ଜଗନ୍ନାଥ।